ସାଇରାମ। ବାବାଙ୍କ ମୁଖ ନିଃସୃତ କେତେଗୁଡ଼ିଏ ପବିତ୍ର ବାଣୀ। ତୁମର କର୍ତ୍ତବ୍ୟ ସମ୍ପାଦନ ପାଇଁ ନିଜକୁ ସମର୍ପିତ କର। ବାଜେ ଗପଟପରେ ନିଜର ବା ଅନ୍ୟମାନଙ୍କର ସମୟ ନଷ୍ଟ କର ନାହିଁ। ଏହି ପବିତ୍ର ଭାରତ ଦେଶରେ ଜନ୍ମଗ୍ରହଣ କରି ତମେ ଜଣେ ପ୍ରକୃତ ଭାରତୀୟ ଭାବରେ ଜୀବନଯାପନ କରିବା ଉଚିତ। ତୁମର ହୃଦୟ ମଧୁରତାରେ ପରିପୂର୍ଣ୍ଣ ହେବା ଉଚିତ। ତମେ ଯଦି ଭାରତର ଯୋଗ୍ୟ ସନ୍ତାନ ହେବାକୁ ଚାହୁଁଥାଅ, ତେବେ ତମେ ତ୍ୟାଗୀ ଜୀବନଯାପନ କରିବା ଉଚିତ। ଦରକାର ପଡ଼ିଲେ ତୁମେ କ୍ଷୁଧାର୍ତକୁ ଖାଦ୍ୟ ଦେବା ସକାଶେ ତୁମର ଭୋଜନ ମଧ୍ୟ ତ୍ୟାଗ କରିବାକୁ ପ୍ରସ୍ତୁତ ହେବା ଉଚିତ। ତୁମେ ଉଠିବା ମାତ୍ରେ ତୁମର ପ୍ରଥମ କାମ ହେବା ଉଚିତ ଦିବ୍ୟ ନାମ ରାମ କୃଷ୍ଣ ଗୋବିନ୍ଦ ଜପ କରିବା। ପୁଣି ଶୋଇବାକୁ ଯିବା ପୂର୍ବରୁ ତୁମେ ନାମ ଜପ କରିବା ଉଚିତ। ପୃଥିବୀରେ ନିଜର ମାତାଠୁ ବଳି ବଡ଼ ଭଗବାନ କେହି ନାହାନ୍ତି। ସର୍ବପ୍ରଥମେ ତୁମେ ତୁମ ମାତାଙ୍କର ପ୍ରେମ ଅର୍ଜନ କରିବାକୁ ପ୍ରୟାସ କରିବା ଉଚିତ। ମାତାଙ୍କର ହୃଦୟ ଅତି କୋମଳ, ଅତଏବ ଏପରି କୌଣସି କାର୍ଯ୍ୟ କର ନାହିଁ ଯାହା ତୁମର ମାତାଙ୍କର ଜୀବନକୁ ଆଘାତ ଦେବ। ମାତା ପିତା ଓ ମହତ୍ ଜୀବନ ଯାପନ କଲେ ସେମାନଙ୍କର ପିଲାମାନେ ମଧ୍ୟ ଉତ୍ତମ ଓ ମହତ୍ ହେବେ। ସୁତରାଂ ମାତା ପିତା ପ୍ରଥମେ ଭଲ ହେବା ଉଚିତ। ଛାତ୍ରଛାତ୍ରୀମାନେ ମୋର ପ୍ରାଣ, ମୋର ସମ୍ପତ୍ତି, ମୋର ଭବିଷ୍ୟତ ଓ ସୁବର୍ଣ୍ଣ ସୁଯୋଗ ନିର୍ମାତା। କେହି ହେଲେ ନିଜ କର୍ମ ଫଳରୁ ଖସି ଯାଇ ପାରିବ ନାହିଁ। କେବଳ ଈଶ୍ୱରଙ୍କ ବଳରେ ହିଁ ଫଳକୁ ଅତିକ୍ରମ କରିହେବ। ଓମ୍ ସାଇରାମ, ଜୟ ସାଇରାମ।